ଧ୍ୟାନ ପ୍ରାର୍ଥନା ମାର୍ଚ୍ଚ 10, 1914। ରାତ୍ରିର ନୀରବତା ମଧ୍ୟରେ ତୋର ଶାନ୍ତି ସର୍ବତ୍ର ବିରାଜମାନ। ମୋ ହୃଦୟର ନୀରବତା ମଧ୍ୟରେ ବି ତୋର ଶାନ୍ତି ସର୍ବଦା ବିଦ୍ୟମାନ। ଯେତେବେଳେ ଏଇ ଦୁଇଟି ନୀରବତା ମିଶି ଏକ ହୋଇଯାଏ, ସେତେବେଳେ ତୋର ଶାନ୍ତି ଏତେ ଶକ୍ତିଶାଳୀ ହୋଇ ଉଠେ ଯେ କୌଣସି ବିପଦ ଆଉ ସେଥିରେ ବାଧା ଦେଇପାରେ ନାହିଁ। ଏପରି ସମୟରେ ମୋର ମନେ ହେଲା ସେଇମାନଙ୍କର କଥା, ଯେଉଁମାନେ ଜାହାଜ ଉପରେ ଜଗି ରହି ପହରା ଦିଅନ୍ତି ପଥ ନିର୍ବିଘ୍ନ ରଖିବା ପାଇଁ। ମୋର ହୃଦୟ କୃତଜ୍ଞତାରେ ଭରି ଉଠିଲା। ମୁଁ କାମନା କଲି ସେଇମାନଙ୍କ ହୃଦୟରେ ତୋର ଶାନ୍ତି ଉତରି ଆସୁ ଏବଂ ସ୍ଥାୟୀ ଭାବରେ ପ୍ରତିଷ୍ଠିତ ହେଉ। ତାପରେ ମନେ ପଡ଼ିଲା ଅନ୍ୟମାନଙ୍କର କଥା, ଯେଉଁମାନେ ଏକାନ୍ତ ଆତ୍ମବିଶ୍ୱାସୀ, ଭାବନାହୀନ, ନିଶ୍ଚେତନାର ନିଦ୍ରାରେ ନିମଗ୍ନ ଏବଂ ସେଇମାନଙ୍କ ଦୁଃଖ ଦୈନ୍ୟ ପାଇଁ ଚିନ୍ତିତ ହୋଇ ସେମାନଙ୍କର ଯେଉଁ ପ୍ରସୁପ୍ତ ଦୁଃଖ କଷ୍ଟ ସେମାନଙ୍କ ଜାଗରଣର ସଙ୍ଗେ ସଙ୍ଗେ ଜାଗ୍ରତ ହୋଇ ଉଠିବ, ସେଥିପାଇଁ କରୁଣାର୍ଦ୍ର ଚିତ୍ତରେ ମୁଁ କାମନା କଲି ଯେପରି ସେଇମାନଙ୍କ ହୃଦୟରେ ତୋର ଶାନ୍ତି ଟିକେ ସ୍ଥାନ ପାଏ। ସେମାନଙ୍କ ଭିତରେ ଯେପରି ଆଧ୍ୟାତ୍ମିକ ଜୀବନ ଫୁଟି ଉଠେ, ଆଲୋକ ଆସି ଯେପରି ଦୂର କରିଦିଏ ଅଜ୍ଞାନ ଅନ୍ଧକାର। ତାପରେ ମୋର ମନେ ହେଲା ସେଇ ସବୁ ଜୀବଙ୍କ କଥା, ଯେଉଁମାନେ ଏହି ବିପୁଳ ସାଗର ଭିତରେ ବାସ କରୁଛନ୍ତି। କାମନା କଲି ଯେପରି ସେମାନଙ୍କ ଉପରେ ପ୍ରସାରିତ ହୁଏ ତୋର ଶାନ୍ତି। ତାପରେ ମୋର ମନେ ହେଲା ସେଇମାନଙ୍କର କଥା, ଯେଉଁମାନଙ୍କୁ ଛାଡ଼ି ଆସିଛି ବହୁ ଦୂରରେ, ଯେଉଁମାନଙ୍କର ସ୍ନେହ ଶ୍ରଦ୍ଧା ବର୍ତ୍ତମାନ ବି ମୋ ସଙ୍ଗେ ସଙ୍ଗେ ରହିଛି। ଗଭୀର ସ୍ନେହର ସହିତ ସେମାନଙ୍କ ପାଇଁ ପ୍ରାର୍ଥନା କଲି ଯେପରି ସେମାନେ ପାଆନ୍ତି ତୋର ସଚେତନ ଓ ସ୍ଥାୟୀ ଶାନ୍ତି। ତୋ ଶାନ୍ତିର ପରିପୂର୍ଣ୍ଣତା ସେଇମାନଙ୍କର ଗ୍ରହଣ ସାମର୍ଥ୍ୟର ଅନୁପାତରେ ଅଧିକରୁ ଅଧିକ ଯେପରି ଲାଭ କରନ୍ତି। ତାପରେ ମୋର ମନେ ହେଲା ସେଇମାନଙ୍କର କଥା, ଯେଉଁମାନଙ୍କ ନିକଟକୁ ଆମେ ଯାଉଛୁ, ଯେଉଁମାନେ ନାନା ଶିଶୁ ସୁଲଭ କାର୍ଯ୍ୟକ୍ରମ ନେଇ ବ୍ୟତିବ୍ୟସ୍ତ, ଯେଉଁମାନେ ଅଜ୍ଞାନ ଓ ଅହଙ୍କାର ବଶରେ ହୀନ ସ୍ୱାର୍ଥ ପାଇଁ କଳହ କରି ଚାଲିଛନ୍ତି, ସେମାନଙ୍କର ହୋଇ ତୀବ୍ର ଭାବରେ ବିପୁଳ ଆସ୍ପୃହା ନେଇ ମୁଁ ପ୍ରାର୍ଥନା କଲି, ଯେଉଁଥିରେ ସେମାନେ ମଧ୍ୟ ଲାଭ କରନ୍ତି ତୋ ଶାନ୍ତିର ପରିପୂର୍ଣ୍ଣ ଜ୍ୟୋତି। ତାପରେ ପୁଣି ମୁଁ ଚିନ୍ତା କଲି ସେଇମାନଙ୍କର କଥା, ଯେଉଁମାନଙ୍କୁ ମୁଁ ଚିହ୍ନେ, ଯେଉଁମାନଙ୍କୁ ମୁଁ ଚିହ୍ନେ ନାହିଁ। ଚିନ୍ତା କଲି ଯେ ଯେଉଁ ଅଖଣ୍ଡ ଜୀବନଧାରା ପରିସ୍ଫୁଟ ହୋଇ ଚାଲିଛି, ଯାହା କିଛି ନିଜର ରୂପ ପରିବର୍ତ୍ତନ କରୁଛି, ଯାହା କିଛି ଏ ପର୍ଯ୍ୟନ୍ତ ରୂପ ଗ୍ରହଣ କରିନାହିଁ, ସେ ସମସ୍ତଙ୍କର କଥା। ମୁଁ ପୁଣି ସେଇମାନଙ୍କର କଥା, ଯେଉଁମାନଙ୍କର ମୁଁ ଚିନ୍ତାରେ ଆଣିପାରି ନାହିଁ ଏବଂ ଯାହା କିଛି ମୋ ସ୍ମୃତି ଭିତରେ ଜାଗ୍ରତ ରହିଛି ଏବଂ ଯାହା କିଛି ବିସ୍ମୃତ ହୋଇଛି, ଏହି ସମସ୍ତଙ୍କ ପାଇଁ ଗଭୀର ସମାହିତ ଚିତ୍ତରେ ନୀରବ ଆରାଧନାରେ ମୁଁ ଭିକ୍ଷା କଲି ତୋର ଶାନ୍ତି। ଓମ୍ ଶାନ୍ତି ଶାନ୍ତି।